ଗଲା ଆଜି ପଳେଇ ଏକଲେ ସେ ବୁଲିକି ବିଦାୟ ଦିଦି ଏକାଙ୍କ ସାଥିରେ ଆଉ ଦରକାର ମନେ ପକେଇଥିବ ହେଲା ଖୋଜିଥିବ ପିଲାଙ୍କୁ ଜାଗର ହଁ ମୋ ପୁଅକୁ ଆଶୀର୍ବାଦ ଦିଅ କିନ୍ତୁ ନା ଭାଇ କହୁଥିବି ତୁ ଭାଇ କହିଲେ ତମ ସେ ପିଲାକୁ କୁଡା କୁଡା ଅନା ପଢେଇବେ ଦେଇ ଭଲ ଆଶୀର୍ବାଦ ଦେଲେ ବହୁତ ଭଲ ପାଠ ପଢିବ ବଡ଼ ଦେଇ ଯାଉ ଭଲ ଲାଗିଲା ଏଠିକି ଆସିକି ଦିନେ କହିଥିଲି ନନା ପୁରା ବହୁତ ଭଲ ଦେଇ ବି ବହୁତ ଭଲ ଆସିକି ଭଲ ଲାଗିଲା ସତରେ ଭଲ ଲାଗିଲା ସିଏ ମାନେ ମୁଁ ଇଏ କଲି ମୋ ନନାଙ୍କୁ ବି କହିଦେଇଛି ମୁଁ ନନା ତମ ଘରକୁ ଆସିକି ବହୁତ ଭଲ ଲାଗିଲା କିଛି ନାହିଁ ସବୁ ଭଲ ଅଛି କିଛି ଖରାପ ନାହିଁ ଭଲ ଲାଗିଛି ମୁଁ ତ ମୋ ବାପା ମାମା ସକାଳେ କହିଲେ ଦେଇକି ଶୁଣିଥିଲି କହିଲେ ବାପା ମୋର ଇଚ୍ଛା ଯିବାକୁ ନା ଆଉ ମୁଁ ରହିଯାଉଛି ମୁଁ କହିଲି ମତେ ଭଲ ଲାଗୁଛି ମୁଁ ରହିଯାଉଛି କିଛି ଅସୁବିଧା ନାହିଁ ନା ରହିଯା ତାହେଲେ ମୁଁ କହିଲି ହଁ କିଛି ଅସୁବିଧା ନାହିଁ ମୁଁ ଖାଇ ପିଇକି ଏନ୍ଜୟ କରୁଛି ମୋର କଣ ଅଛି ଆମ ଆଡେ ଯିବ ତ ତମେ ଗଲେ ଦେଖା ହବ ହଁ ଯିବା ଆସ हाई फ्रेंड नमस्कार आशा करुँ आप बहुत भल थी खोजते मुझे भल अच्छी वीडियो टी फास्ट देखूँ जी भल लगे तो लाइक कमेंट शेयर कर टोटाली बुलियन देश भल पाए आशीर्वाद देवे ये आम घर आसला देखुवे आम ये लक्ष्मीनारायण मंदिर को गलु सी मंदिर ना भी मोर भलरे मन ना जो जहाँ भूल रही क्षमा करदे ये आम लक्ष्मीनारायण मंदिर एत मंदिर माने देखुए माने एत सुंदर लगुच मंदिर बसले मैंने शांति भी लगुच जानते मंदिर जगह बसले तो मैंने बहुत शांति लगे कि परिष्कार भी एत मंदिर अच्छी माने आपण मैंने विश्वास करेनि बहुत परिष्कार अच्छी बहुत बढ़िया लगुला मंदिर देखिकी आप देखी रिल्स फटो भी मुझे छाड़ी देती आपने आग देखी एवं तो मुझे खाली ब्लॉग छाड़ुची पचर कहीं बहुत भी लेट हो गला मत क्षमा करदे कहीं किसी प्रोब्लेम थी से किसी प्रोब्लेम नाला सेमती किसी मत ही टाइम न हो नाला एडिटिंग कर ये कर छाड़ापी मत टाइम दरकार हुए से छाड़ी नी ये देखो शिव मंदिर खाली एत तो माने कैमेरा माने भीतर को जीवन किसी फटो फटो उठबनी से मुझे कौन कली ना खाली जस्ट टी सैड्रे टे बनई देती शिव मंदिर आउ कहीं जो अच्छा लक्ष्मीनारायण से ब्लॉग बना हो पारनी कहीं फटो भी उठा ही पारनी भीतर कैमेरा जीवन से ये आम दर्शन सारिक फटो फटो समस्त उठेलु आम फटो फटो उठे दी कहीं मो पाखे भी फटो नहीं आप छाड़ी से बाहर पलि आस भल ब्लॉग बनईनी ये आम माँ मंदिर माने ठाकुर माँ ना कौन मझी धरियानी ना कौन मुझे जानी भलरे आपने क्षमा करदे जानते रायगड़ार माँ को मंदिर से माने प्रसिद्ध मंदिर अच्छा माँ अच्छा से आम बो का मन रखी कि मोर मन ना ये एडिटिंग भी घरे करुँची मुझे सेपट को जाइनी मैंने बुझापी माँ ना कि एत भल लगुला से मंदिर माने ठिया माने ठाकुर आलती माने आम संज आलती से दिन मुझे देखी कि ब्लॉग बनई पारिनी कहीं भीतर को तो ब्लॉग बनई हेनी से कि ठाकुर को आलती देखला बेले ना मो नुह माने माने मो आखि माने मो निजको मुझे संभाली पार नी एत जोर माने माँ को डाकिकी माने संभाळाटा बहुत कष्ट आ ब्लॉग भी भलरे किसी बनई पारिनी देखुवे ये देखुवे मैंने एत सुंदर माने बहुत भी लोक भी होते भीतर को जावाई तो सेठी भी माने घोड़ा भी देखु कि भाया घोड़ा माने पित्तलर बोधे होती एत सुंदर लगे स्टेशन पलि आसला शेष देखा देखा ना शेष देखा बुढ़िया मान नहीं बाड़ूंगे भी भाई मन देखा स्टेशन चलो जीवा कांति उठो इच्छा बोलो तुम आला बुक दुकान दिया
ଦେଖୁଥିବେ କାହିଁକିନା ଆମର ତ ଟ୍ରେନ୍ ଟାଇମ୍ ହେଇଗଲା। ଏଠି ଆମେ ସୋନିକି ଛାଡ଼ିଦେଲୁ କାହିଁକିନା ଝିଅ ବି କାନ୍ଦୁଥିଲେ ନା, ସେଥିଲାଗି ତାଙ୍କୁ ନେଇଗଲେ। ଆମେ ବି ଏଠି କାହିଁକିନା ପୁଅ ଏପଟେ କାନ୍ଦୁଛନ୍ତି, ଆମକୁ ବି ଭଲ ଲାଗୁନି, ବୋଉ ବି କାନ୍ଦୁଛନ୍ତି, ସମସ୍ତେ ଟିକେ ଟିକେ ଏଇଠି ମାନେ ଭଲ ଲାଗୁନି। ସୋନିଟାକୁ ଛାଡ଼ି ଦେଇକି ଆଉଛୁ କାହିଁକିନା କେତେ ଦିନ ପରେ ପୁଣି ଦେଖା ହେବ କ'ଣ ନାହିଁ, ସେଥିପାଇଁକା ତାକୁ ନେଇଗଲେ। କାହିଁକିନା ଝିଅକୁ ଆମର ସମ୍ଭାଳି ହେଲାନି, ସେଥିପାଇଁ ସେ ତାଙ୍କୁ ସମସ୍ତେ ନେଇକି ପଳେଇଲେ। ଆଉ ଏରା ଦେଖିଲେ ବି ଭଲ ଲାଗୁନି କାହିଁକିନା ସେଇଦିନର ଜିନିଷ ଗୁରା ସବୁ ନା ବହୁତ ଭଲ। ମାନେ ଯେଉଁ 2 ଦିନ ଆମେ ରହିଲୁ ମାନେ ସେଇଠି ଥିଲେ ନା ଘରେ, ଆମେ ଭାବିଥିଲୁ ଆମ ପାଖେ ରହିବେ ବୋଲି, ଆଉ ରହିପାରିଲିନି। ତ ସିଆଡ଼େ ରହିଲେ ବହୁତ ଦୂରରେ, କେତେ ଦିନ ପରେ ପୁଣି ଆସିବେ, ଦେଖା ହେବ କ'ଣ ନାହିଁ। ଏଠି ଆମେ ଷ୍ଟେସନଠି ସିଏ ସବୁ ପଳେଇଲେ, ଆମେ ଏଠି ବସଛୁ କାହିଁକିନା ଆମ ଟାଇମ୍ ଆସିନଥିଲା, ଟ୍ରେନ୍ ଆସିନଥିଲା। ତାପରେ ଟ୍ରେନ୍ ଆସିଲା ପରେ ଆମେ ବସିଲୁ। ବି ବର୍ଷା ଏତେ ବି ଜୋର ହେଉଥିଲା ସେଦିନ, ରାତିକି ବର୍ଷା ହେଲା। ଆମେ ଯେତେବେଳେ ଟ୍ରେନ୍ ଆସିଲା ଏଇଠି ଆମେ ବସି ପଡ଼ିଛୁ। ଖାଇବା ବି ଯେଉଁ ଆଣିଥିଲୁ ଆମ ଜ୍ୱାଇଁ ଦେଇଥିଲେ ଖାଇବା ସବୁ, ଆମେ ଏଇଠି ଗୁଡ଼ୁକା ସମସ୍ତେ ଖାଇଲେ, କିନ୍ତୁ ମୁଁ ଖାଇନି କାହିଁକିନା ମୋତେ ଟିକେ ଭଲ ଲାଗିନଥିଲା। ଯେମିତିକି ଆପଣମାନଙ୍କୁ କହିଛି, ମାଆଙ୍କ ଦର୍ଶନ ସାରିକି ମୋତେ ସେଇଦିନ ମାନେ ଏତେ ମାନେ ବିଶ୍ୱାସ କରେ ନା ଆଖିକି ନିଦ ଅଛି ନା ଭୋକ ଅଛି, ମାନେ ମୋ ମନ ଭିତରେ କ'ଣ 1000 ପ୍ରଶ୍ନ ସେଦିନ ଥିଲା। ମୋତେ ସେଥିପାଇଁ କିଛି ନିଦ କିଛି ନା ନିଦ ଲାଗୁଥିଲା, ନା ଭୋକ ଲାଗୁଥିଲା, ନା ଶୋଷ ଲାଗୁଥିଲା, କିଛି ବି ନାହିଁ। ଏମିତି ସେଦିନର ମାନେ ମାଆଙ୍କ ଦର୍ଶନ ପରେ ନା ଏମିତି କିଛି ମୋ ଦ୍ୱାରା ମାନେ ଯେମିତି କହନ୍ତି ମାଆଙ୍କୁ ମାନେ 1000 ପ୍ରଶ୍ନ ଯୋଉଧେ ମୁଁ ପଚାରୁଥିଲି, ଯେମିତି ମାନେ ମୋ ସାଥିରେ ଭଗବାନ କ'ଣ ପାଇଁ ଏମିତି କଲେ, ମୁଁ କ'ଣ କେତେ କ'ଣ ପ୍ରଶ୍ନ, ମାନେ ସେଇ ଜିନିଷ ମାନେ ସେ ମାନେ ହସୁଥିବି ଇଏ କରୁଥିବି, କିନ୍ତୁ ସେଦିନ ଭଲ ଲାଗୁନଥିଲା। ଏଇଠି ଆମେ ଟ୍ରେନ୍ରେ ବସିକି ଆସିଲା ପରେ ଆମେ ଏଇଠି ପହଞ୍ଚି ଯାଇଥିଲୁ ବ୍ରହ୍ମପୁର। କାହିଁକିନା ମୁଁ ରାତିଯାକ ବି ଶୋଇନଥିଲି। ଆମ ଦିଅର ଯାଇଥିଲେ ଏଇଠି ଚାହା ଆଣିବାକୁ, ବୋଉ ଟିକେ ଶୋଇଥିଲେ। ଆମ ପୁଅ ତ ଟିକେ ବସୁଛନ୍ତି, ଟିକେ ଇଏ ହେଉଛନ୍ତି, ସିଏ ତ ବୁଲୁଛନ୍ତି ରାତିଯାକ। ତାଙ୍କୁ ତ ଟ୍ରେନ୍ରେ ଟୋଟାଲି କେବେ ବି ନିଦ ହୁଏନି। ଗଲା ଦିନ ଯାହା ଆଇଲା ଦିନ ଚିକୁ ବି ଶୋଇପଡ଼ିଛି। ବୋଉ ଆମର ଅଳ୍ପ ସମୟ ଶୋଇଛନ୍ତି, ବେଶୀ ସମୟ ନୁହଁ। କାହିଁକିନା ଆମର ଉପର ସିଟ୍ ସବୁ ଯାକ ନିଆ ହେଇଥିଲା, ଦୁଇଟା ନିଆ ହେଇଥିଲା, ଗୋଟିଏ ତଳେ ସିଟ୍ ଥିଲା। ସେଥିପାଇଁ ଆମର ଏଠି ଆମ ପୁଅ ଯାଇଥିଲେ ଆମର ଚାହା ଆଣିବା ପାଇଁ ଗୁଡ଼ୁ। ଚାହିଁଲା କ'ଣ ଆମେ ଦିଅର ଭାଉଜ ଏଇଠି ବସି ପିଇଲୁ, ସିଏ ବି ପିଇଲେ। ମୁଁ କହିଲି ଗୁଡ଼ୁ ବହୁତ ଭଲ ହେଇଛି ଚାହାଟା, କିନ୍ତୁ ମସ୍ତ ଥିଲା ସେଦିନ। କାହିଁକିନା ମୁଁ କିଛି ଖାଇନଥିଲି ସେଥିରେ, ତାପରେ ରାତି ଅନିଦ୍ରା ମାନେ ନିଦ ବି ହେଉନଥିଲା ନା, ସେଥିପାଇଁ ଚାହା ଟିକେ ଆଣିକି ଏଠି ମଝିରେ ପିଇଲୁ ନା, ପାଖାପାଖି ହେଇଯିବ ଯେମିତି। ଏଇଠି ଦେଖୁଥିବେ ଯାହାକି ମାନେ ଏଇଠି ବ୍ରହ୍ମପୁର ଷ୍ଟେସନ ଏଠୁ ଛାଡ଼ିଲା ରାତିରେ, ମାନେ ସେଦିନ ରାତିରେ ମାନେ ଏବେ ବି ସୁଦ୍ଧା ମନେ ପଡ଼ିଗଲେ ମାନେ ମାଆଙ୍କ ଦର୍ଶନ ସରିଲା ପରେ ନା ଯାହା ଲାଗୁଥିବ ଆପଣମାନେ ଜାଣିଥିବେ। ଏଇଠି ଆମର ସକାଳ ହେଇଗଲା। ଏଇଠି ଆପଣମାନଙ୍କୁ ସେଥିରେ ବି ଗୁଡ଼୍ ମର୍ଣ୍ଣିଂ କହିଛି, ମୁଁ ଯାହା ଭଏସ୍ ଦେଇଛି, ମୁଁ କିନ୍ତୁ ସାଉଣ୍ଡ ଆସିଲା ବୋଲି ମୁଁ ସବୁ ଭଏସ୍ କାଟି ଦେଇଛି। ଏଇଠି ଦେଖନ୍ତୁ ଆମର କାହିଁକିନା ଭୁବନେଶ୍ୱର ପାଖାପାଖି ହେଇଯାଇଛି, ସେତେବେଳକୁ ସକାଳ ହେଇ ଆସିଲାଣି। କାହିଁକିନା ମୁଁ ଆଉ ବ୍ଲଗ୍ ବି ଭଲରେ ବନେଇ ପାରୁନି, କାହିଁକିନା ଗଲା ଦିନ ଯେମିତି ବନେଇଥିଲି, ମାନେ ମୁଣ୍ଡିଆ ପାହାଡ଼ ଦେଇକି ସବୁ ଯାଇଥିଲି, ଆଉ ଆସିଲା ଦିନ ତ କିଛି ବି ନାହିଁ। ଜାଣିଥିବେ ଆମ ପଟେ କିଛି ବି ସେତେ ନାହିଁ, ଖାଲି ମାନେ ଘାସ ହେଇକି। ଏଇଠି ଦେଖନ୍ତୁ କେମିତି କ'ଣ ଲାଗିଲା, ନିହାତି କମେଣ୍ଟ କରି ଜଣେଇ। ଯେତିକି ଭଲ ଲାଗେ ଲାଇକ୍ କମେଣ୍ଟ ସେୟାର। ହାଲିଆ ଲାଗିଲାଣି, ଏବେ ତ ଘରେ ଆସିକି ପହଞ୍ଚିଗଲି, କିନ୍ତୁ ବଦଳିନି, ଖାଲି ଟିକେ ଯାଇକି ଧୁଆ ଧୋଇକି ପଳେଇଗଲି। କିନ୍ତୁ ମୁହଁ ସଫା କରିନି, ଖାଲି ପାଣି ମାରିଛି। ମାନେ ନିଦ କାହିଁ ଲାଗୁଛି, କାହିଁକିନା ରାତିଯାକ ମୁଁ ଟୋଟାଲ୍ ଶୋଇନି। ମୁଁ ଆଗ ଟିକେ ଘରଦ୍ୱାର ମାନେ ଯାହା ତ ହେଇକି ପଡ଼ିଛି, 3-4 ଦିନ ଯେଉଁ ଯାଇଥିଲୁ, ପୁରା ଅବସ୍ଥା ଖରାପ। ଆଗ ବେଡ଼୍ଫେଡ଼୍ ସବୁ ସାଇଜ୍ କଥା, କାହିଁକିନା ସବୁ ଚେଞ୍ଜ କରିବା, ସବୁ ଚେଞ୍ଜ କରିଦେଇକି ନିଜେ ଗାଧୋଇ ପାଧେଇକି ତାପରେ ଆପଣଙ୍କ ସାଙ୍ଗରେ ଦେଖା ହେବା। କେମିତି ରହୁଛି କ'ଣ ନାହିଁ ନିହାତି ଦେଖେଇବି। ମୁଁ ଆଗ କିନ୍ତୁ କାମଟା ଉଠେଇଦିଏ, ଏଇନା ଆଉ ଦେଖେଇ ପାରିବିନି, କାମ ସାରିପାରିବିନି, ମାନେ ମୋବାଇଲ ଦେଖିକି କରିପାରିବିନି। କରିଦେବା, କାହିଁକିନା ତେଲୁଗୁଣି ସବୁ ଘରେ ବେଡ଼୍ ଉପରେ ସବୁ ଚଢ଼ିଲି। ଘର ତ ଅବସ୍ଥା ଜାଣିଛନ୍ତି, କ'ଣ କରିବା। ଆଉ ତ ସେଠା ବିଷୟରେ କଥା ହେବା। ପହଞ୍ଚିଗଲି ତ, ବାବା ଯାଇଥିଲେ ଆଣିବାକୁ। ମୁଁ ଆଉ ବ୍ଲଗ୍ ବନେଇ ପାରିଲିନି, କାହିଁକିନା ମୋବାଇଲଟା ବସ୍ରେ ପୁରେଇ ଦେଇଥିଲି, ଭିତରେ ରଖିଦେଇଥିଲି ବ୍ୟାଗ୍ରେ। ସେଥିଲାଗି ବାହାର କଲିନି, କେମିତି ଘରକୁ ଆସିବି ସେତେ ଚିନ୍ତା ଲାଗିଲା। ହାଲିଆ ଲାଗିଲା ରାତିରେ ଶୋଇନି, ତାପରେ ଟେନସନ୍ ଟିକେ ଟେନସନ୍ କାହିଁକି ଆଜି ରାତି କାଲିଠୁ ଲାଗୁଛି ବହୁତ ଜୋରରେ, ମୋତେ ନିଜେ ବି ଜାଣିନି। ଚାଲ ଦେଖିବା।